କୌଣସି ଦେଶର ପ୍ରଗତି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ତା'ର ଆଭ୍ୟନ୍ତରୀଣ ସୁରକ୍ଷା ବା ଇଣ୍ଟରନାଲ ସିକ୍ୟୁରିଟି। ଯଦି ଦେଶ ଭିତରେ ଷ୍ଟେବିଲିଟି ନଥାଏ ତେବେ ବିକାଶର ଗତି ମନ୍ଥର ହୋଇଯାଏ। ଆପଣମାନେ ଅନେକ ସମୟରେ ନକ୍ସଲବାଦ କିମ୍ବା ମାଓବାଦର ନାଁ ଶୁଣିଥିବେ, କିନ୍ତୁ ଏହାର ଆରମ୍ଭ କେଉଁଠୁ ହେଲା, କେମିତି ଏକ ଚାଷୀ ଆନ୍ଦୋଳନ ସଶସ୍ତ୍ର ବିଦ୍ରୋହର ରୂପ ନେଲା। ଆଜିର ଏହି ଭିଡ଼ିଓରେ ଆମେ ନକ୍ସଲବାଦର ସମ୍ପୂର୍ଣ୍ଣ ଇତିହାସ, ଏହାର ବାସ୍ତବତା ଏବଂ ସାମ୍ପ୍ରତିକ ସ୍ଥିତି ବିଷୟରେ ଆଲୋଚନା କରିବା। ତେବେ ଏହାର ଆରମ୍ଭ ହୋଇଥିଲା 1967 ମସିହାରେ ପଶ୍ଚିମବଙ୍ଗର ଏକ ଛୋଟ ଗାଁ ନକ୍ସଲବାଡ଼ିରୁ। ଆଉ ଏହି ଗାଁର ନାଁ ଅନୁସାରେ ହିଁ ପୂରା ଆନ୍ଦୋଳନର ନାମ ନକ୍ସଲବାଦ ପଡ଼ିଥିଲା। ସ୍ୱାଧୀନତା ପରେ ଭାରତର ଗ୍ରାମୀଣ ଅଞ୍ଚଳରେ ଜମିଦାରୀ ପ୍ରଥାର ପ୍ରଭାବ ବହୁତ ଅଧିକ ବଢ଼ିଯାଇଥିଲା। ଇଂରେଜମାନେ ଯିବା ପରେ ସେହି ଜାଗାକୁ ଜମିଦାରମାନେ ମାଡ଼ି ବସିଥିଲେ। ଆଉ ଗରିବ ଚାଷୀ ଏବଂ ପଛୁଆ ଜନଜାତି ବର୍ଗର ଲୋକମାନେ ଦିନରାତି ଜମିଦାରଙ୍କର କ୍ଷେତରେ କାମ କରୁଥିଲେ ମଧ୍ୟ ସେମାନଙ୍କୁ ନିଜର ହକ୍ ମିଳୁନଥିଲା। ଆଉ ଏହି ସମୟରେ 1960 ଦଶକ ପରେ ଅତ୍ୟାଚାର ଏବଂ ଶୋଷଣ ଚରମ ସୀମାରେ ପହଞ୍ଚିଥିଲା। 1967 ମସିହାରେ ସେଠାକାର ଜଣେ ଆଦିବାସୀ ଯୁବକଙ୍କ ପାଖରେ କୋର୍ଟର ଆଦେଶ ଥିବା ସତ୍ତ୍ୱେ ଜମିଦାରୀ ଗୁଣ୍ଡାମାନେ ତାଙ୍କୁ ଆକ୍ରମଣ କରି ନିଜ ଜମିରୁ ବେଦଖଲ କରିଦେଇଥିଲେ। ଏହି ଘଟଣା ପରେ ଚାରୁ ମଜୁମଦାରଙ୍କ ନେତୃତ୍ୱରେ ଶହ ଶହ ଚାଷୀ ଏବଂ ଗରିବ ଆଦିବାସୀ ଏକାଠି ହୋଇ ଜମିଦାରମାନଙ୍କର ଶସ୍ୟ ଗୋଦାମ ଉପରେ କବ୍ଜା କଲେ ଏବଂ ଜମିର ସବୁ ଦଲିଲକୁ ପୋଡ଼ିଦେଲେ। ଦେଖୁ ଦେଖୁ ଏହି ବିଦ୍ରୋହ ଏକ ସଶସ୍ତ୍ର ଆନ୍ଦୋଳନର ରୂପ ନେଲା। ଗାଁର ଲୋକମାନେ ଧନୁତୀର ଏବଂ ଲାଠି ଧରି ଜମିଦାରମାନଙ୍କ ବିରୋଧରେ ଠିଆ ହେଲେ। ପରିସ୍ଥିତି ଏପରି ହେଲା ଯେ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଲା ଏବଂ ଗୁଳି ଚାଳନାରେ ଗାଁର କିଛି ମହିଳା ଓ ଶିଶୁ ସମେତ ସମୁଦାୟ 11 ଜଣ ଗ୍ରାମବାସୀଙ୍କର ମୃତ୍ୟୁ ହୋଇଥିଲା। ଯାହାପରେ ନକ୍ସଲବାଡ଼ିରୁ ଆରମ୍ଭ ହୋଇଥିବା ଏହି ବିଦ୍ରୋହ ସାରା ଦେଶର ଦୃଷ୍ଟି ଆକର୍ଷଣ କଲା ଏବଂ ଧୀରେ ଧୀରେ ଅନ୍ୟ ରାଜ୍ୟକୁ ବ୍ୟାପିବାକୁ ଲାଗିଲା। ତେବେ ନକ୍ସଲବାଦର ମୂଳ ବିଚାରଧାରା କ'ଣ? ବାସ୍ତବରେ ଏହି ଆନ୍ଦୋଳନ ଚୀନର କମ୍ୟୁନିଷ୍ଟ ବିପ୍ଳବର ନେତା ମାଓ ଜେଡଙ୍ଗଙ୍କ ବିଚାରଧାରା ଦ୍ୱାରା ଅନୁପ୍ରାଣିତ, ଯେଉଁଥିପାଇଁ ଏହାକୁ ମାଓବାଦ ମଧ୍ୟ କୁହାଯାଏ। ଚାରୁ ମଜୁମଦାରଙ୍କ ମତରେ ଗଣତାନ୍ତ୍ରିକ ପଦ୍ଧତିରେ ଗରିବ ଲୋକଙ୍କୁ ନ୍ୟାୟ ମିଳିବା ଅସମ୍ଭବ, ତେଣୁ ସେମାନେ ସଶସ୍ତ୍ର ବିପ୍ଳବ ଏବଂ ହିଂସା ମାଧ୍ୟମରେ ସରକାର ଓ ଶାସନ ବ୍ୟବସ୍ଥାକୁ ଓଲଟାଇ ଦେବାକୁ ଚାହୁଁଥିଲେ। ଏହାପରେ ଚାରୁ ମଜୁମଦାର ଏବଂ କାହ୍ନୁ ସାନ୍ୟାଲଙ୍କ ନେତୃତ୍ୱରେ ସିପିଆଇ-ଏମଏଲ ପାର୍ଟିର ଗଠନ ହେଲା, ଯିଏ ସଶସ୍ତ୍ର ବିଦ୍ରୋହ ଏବଂ ହିଂସାତ୍ମକ ଆନ୍ଦୋଳନରେ ବିଶ୍ୱାସ କରୁଥିଲେ। ଧୀରେ ଧୀରେ ସେମାନେ ଧନୁ ତୀରରେ ସୀମିତ ନ ରହି ଏକ ଆଧୁନିକ ଗୁରିଲ୍ଲା ସେନାର ଗଠନ କରିଥିଲେ। କିନ୍ତୁ 1970 ଦଶକରେ ନକ୍ସଲ ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ଏବଂ ଚାରୁ ମଜୁମଦାରଙ୍କ ମୃତ୍ୟୁ ପରେ ନକ୍ସଲ ଆନ୍ଦୋଳନ ଦବି ଯାଇଥିଲା। ଏହାପରେ ବିଂଶ ଶତାବ୍ଦୀର ଶେଷ ଆଡ଼କୁ ଏବଂ ବିଶେଷ କରି 2004 ମସିହା ପରେ ଏହା ଅତି ଭୟଙ୍କର ରୂପ ନେଲା। ସଂଗଠନ ଦେଶର ସେହି ଅଞ୍ଚଳଗୁଡ଼ିକୁ ନିଜର ଗଡ଼ ବନାଇଲା ଯେଉଁଠାରେ ଆଦିବାସୀ ଲୋକମାନେ ବାସ କରୁଥିଲେ ଏବଂ ସରକାରଙ୍କର ବିକାଶମୂଳକ ଯୋଜନା ପହଞ୍ଚି ପାରିନଥିଲା। ଜଳ, ଜଙ୍ଗଲ ଏବଂ ଜମି ଉପରେ ନିଜର ଅଧିକାର ହରାଇଥିବା ଗରିବ ଆଦିବାସୀମାନଙ୍କର ଭାବନା ଏବଂ କ୍ରୋଧକୁ ବ୍ୟବହାର କରି ନକ୍ସଲମାନେ ସେମାନଙ୍କୁ ନିଜ ସହ ସାମିଲ କଲେ। ବିକାଶର ଅଭାବ ହିଁ ନକ୍ସଲମାନଙ୍କର ସବୁଠାରୁ ବଡ଼ ଇନ୍ଧନ ସାଜିଲା। ସାଧାରଣ ଲୋକଙ୍କ ଅଧିକାରରୁ ଆରମ୍ଭ ହୋଇଥିବା ଲଢ଼େଇ ଧୀରେ ଧୀରେ ଏକ ରକ୍ତାକ୍ତ ସଂଘର୍ଷରେ ପରିଣତ ହେଲା। ସରକାରୀ ସମ୍ପତ୍ତି ନଷ୍ଟ କରିବା, ରେଳ ଧାରଣା ଉଡ଼ାଇଦେବା ଏବଂ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିବା ସେମାନଙ୍କର ମୁଖ୍ୟ ରଣନୀତି ପାଲଟିଗଲା। ଏହାର ସବୁଠାରୁ ବଡ଼ ଉଦାହରଣ ଥିଲା 6 ଏପ୍ରିଲ 2010ରେ ଛତିଶଗଡ଼ର ଦାନ୍ତେୱାଡ଼ା ଆକ୍ରମଣ। ଏହି ଆକ୍ରମଣରେ ସିଆରପିଏଫର 76 ଜଣ ବୀର ଯବାନ ଶହୀଦ ହୋଇଥିଲେ, ଯାହା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଏହା ବ୍ୟତୀତ ବିଭିନ୍ନ ସମୟରେ ଓଡ଼ିଶାର ଚିତ୍ରକୋଣ୍ଡା, ଝାରଖଣ୍ଡ ଏବଂ ବସ୍ତର ପରି ଏରିଆରେ ବଡ଼ ବଡ଼ ଆକ୍ରମଣ ସବୁ ହୋଇଛି। କିନ୍ତୁ ଏହି ସମଗ୍ର ହିଂସା ଲୀଳାରେ ସବୁଠାରୁ ଅଧିକ କ୍ଷତି ସେହି ସ୍ଥାନୀୟ ଗରିବ ଆଦିବାସୀମାନଙ୍କର ହୋଇଥିଲା, ଯାହାଙ୍କ ପାଇଁ ଏହି ଲଢ଼େଇର ଆରମ୍ଭ ହୋଇଥିଲା। ସାଧାରଣ ନିରୀହ ଜନତା ସରକାରୀ ସୁରକ୍ଷା ବଳ ଏବଂ ନକ୍ସଲମାନଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ମଝିରେ ଚାପି ହୋଇ ରହିଯାଇଥିଲେ। ସୁରକ୍ଷା କର୍ମୀଙ୍କୁ ସୂଚନା ଦେବା ସନ୍ଦେହରେ ନକ୍ସଲମାନେ ଅନେକ ସମୟରେ ଗ୍ରାମବାସୀଙ୍କୁ ପୋଲିସ ଇନଫର୍ମର କହି ହତ୍ୟା କରିଥାନ୍ତି, ଆଉ ଅନ୍ୟପଟେ ନକ୍ସଲି ସନ୍ଦେହରେ ପୁଲିସ ତାଙ୍କୁ ଜେଲରେ ପୁରାଇଥାନ୍ତି। ବିଗତ କିଛି ଦଶନ୍ଧି ମଧ୍ୟରେ ଏହି ଆଭ୍ୟନ୍ତରୀଣ ସଂଘର୍ଷ ମଧ୍ୟରେ ଅନେକ ସାଧାରଣ ନାଗରିକ ଏବଂ ସୁରକ୍ଷା କର୍ମୀ ନିଜର ପ୍ରାଣ ହରାଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଭାରତ ସରକାରଙ୍କ ଦ୍ୱାରା ଏକ ଦ୍ୱିମୁଖୀ ରଣନୀତିର ଆରମ୍ଭ କରାଗଲା, ଯାହା ଥିଲା ସିକ୍ୟୁରିଟି ଏବଂ ଡେଭଲପମେଣ୍ଟ। ଗୋଟିଏ ପଟେ କଠୋର ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଗଲା, ଯେପରି ସିଆରପିଏଫର କୋବ୍ରା କମାଣ୍ଡୋ ଫୋର୍ସ ଏବଂ ଆନ୍ଧ୍ରପ୍ରଦେଶର ଗ୍ରେହାଉଣ୍ଡସ୍ ଫୋର୍ସ ଭଳି ସ୍ୱତନ୍ତ୍ର କମାଣ୍ଡୋ ବାହିନୀ ଗଠନ କରାଗଲା। ଅନ୍ୟପଟେ ଗୃହ ମନ୍ତ୍ରଣାଳୟ ଦ୍ୱାରା ସମାଧାନ ନାମକ ଏକ ସମନ୍ୱିତ ରଣନୀତି ପ୍ରସ୍ତୁତ କରାଗଲା। ଏହା ସହିତ ଆଦିବାସୀ ଅଞ୍ଚଳରେ ମୋବାଇଲ ଟାୱାର ବସାଇବା, ବ୍ୟାଙ୍କିଂ ସେବା ପହଞ୍ଚାଇବା ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ମାଧ୍ୟମରେ ସୁଦୂର ଗାଁଗୁଡ଼ିକୁ ସହର ସହ ଯୋଡ଼ାଗଲା। ଆଉ ଏକ ଆକର୍ଷଣୀୟ ଆତ୍ମସମର୍ପଣ ଓ ପୁନର୍ବାସ ନୀତି ଅଣାଗଲା।
ସେହି ଦୁଇମୁଖୀ ରଣନୀତିର ସକାରାତ୍ମକ ପରିଣାମ ଏବେ ଦେଖିବାକୁ ମିଳିଛି। ଗୃହ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଆଜି ଭାରତ ସମ୍ପୂର୍ଣ୍ଣ ରୂପେ ନକ୍ସଲବାଦରୁ ମୁକ୍ତ ହୋଇସାରିଛି।